समस्त हरे कृष्णा दंडवत प्रणाम राधे राधे विश्वगुरु श्रील प्रभुपाद की जय हो जय हो। आशा करছি ଆପଣ ଭଲ ଥିବେ। ଆଜିର ଏକ ନୂଆ ବ୍ଲଗକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆମେ ଏହି ସିରିଜରେ ଶ୍ରୀ ରୂପ ଗୋସ୍ୱାମୀ ବିରଚିତ ଶ୍ରୀ ଉପଦେଶାମୃତ ଏହି ଯେଉଁ ସୁନ୍ଦର ଗ୍ରନ୍ଥଟିର ଆମେ ଧାରାବାହିକ ଭାବେ ସମସ୍ତ 11 ଗୋଟି ଶ୍ଲୋକକୁ ଆମେ ଏହି ବ୍ଲଗ୍ରେ ଏହି ସିରିଜରେ ପାଠ କରୁଛେ। तो आपण मैंने देखिथिबे गला एपिसोड आम श्लोक नंबर 2 करथिले। आज आम पाठ करिबा श्लोक नंबर 3। उत्साहानिश्चया अर्धजतात तत् तत् कर्म प्रवर्तनात् संगत्यागात् शतो ब्रूतेः षड्भिर अभिक्ति प्रसिद्ध्यति। शुद्ध भक्तिर अनुकूल 6टी प्रधान नियम बा विधि अछि, ଯଥା ସେବା କାର୍ଯ୍ୟରେ ବା ଭକ୍ତି ଆଚରଣରେ ଉତ୍ସାହ, ଦୃଢ଼ ବିଶ୍ୱାସ ସହକାରେ ପ୍ରୟାସ, ଧୈର୍ଯ୍ୟ ଧାରଣ, ନବବିଧା ଭକ୍ତିର ବିଧି ଅନୁସାରେ ଭଗବତ ସେବା ସମ୍ପାଦନ ଯଥା ଶ୍ରବଣ କୀର୍ତ୍ତନ ବିଷ୍ଣୁ ବା କୃଷ୍ଣ ସ୍ମରଣ ଆଦି, ଅଭକ୍ତର ବା ଅଭକ୍ତର ହଉ କିମ୍ବା ଅସତ୍ର ତ୍ୟାଗ ଏବଂ ପୂର୍ବତନ ଆଚାର୍ଯ୍ୟମାନଙ୍କର ପଦାଙ୍କ ଅନୁସରଣ। এই 6ଟି ବିଧି ଅନୁସରଣ କଲେ ନିଶ୍ଚିତ ଭାବେ ଭକ୍ତି ଯୋଗ ମାର୍ଗରେ ସିଦ୍ଧି ଲାଭ କରାଯାଇପାରିବ। ଶ୍ରୀ ରୂପ ଗୋସ୍ୱାମୀ ବହୁତ ସୁନ୍ଦର ଉପଦେଶ ଆମକୁ ଦେଇଛନ୍ତି ଶ୍ରୀ ଉପଦେଶାମୃତରେ। ତ ଆମେ ଏହି ଉପଦେଶାମୃତଙ୍କର ଯେଉଁ 11 ଗୋଟି ଶ୍ଲୋକ ଅଛନ୍ତି, ଯେତେ ସମ୍ଭବ ଏହି ଶ୍ଲୋକମାନଙ୍କୁ ଆମେ ନିଜ ଜୀବନରେ ଲଗାଇବାକୁ ପଡ଼ିବ। ଏହି 6ଟି ବିଧି ଅନୁସରଣ କଲେ ନିଶ୍ଚିତ ଭାବେ ଭକ୍ତି ଯୋଗ ମାର୍ଗରେ ସିଦ୍ଧି ଲାଭ କରାଯାଇପାରିବ। ଶ୍ଲୋକ ନମ୍ବର 3 ଆମେ ପାଠ କରୁଛେ, ତାର ଭାବାର୍ଥ ପଢ଼ିବା। ଭକ୍ତି ଭାବପ୍ରବଣ କଳ୍ପନା କିମ୍ବା କାଳ୍ପନିକ ହର୍ଷ ଉନ୍ନାଦର ବସ୍ତୁ ନୁହେଁ। ଏହାର ସାରମର୍ମ ହେଲା ବାସ୍ତବ କ୍ଷେତ୍ରର କାର୍ଯ୍ୟକଳାପ। ଶ୍ରୀଲ ରୂପ ଗୋସ୍ୱାମୀ ତାଙ୍କର ଭକ୍ତିରସାମୃତ ସିନ୍ଧୁରେ 1:1:11 ଭକ୍ତିର ନିମ୍ନଲିଖିତ ସଂଜ୍ଞା ପ୍ରଦାନ କରିଛନ୍ତି। ଅନ୍ୟାଭିଳାଷିତା ଶୂନ୍ୟଂ ଜ୍ଞାନ କର୍ମାଦ୍ୟାନାବୃତମ୍ ଆନୁକୂଲ୍ୟନ୍ୟ କୃଷ୍ଣାନୁଶୀଲନମ୍ ଭକ୍ତିରୁତ୍ତମା। ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଉତ୍ତମ ଭକ୍ତି ବା ଅବିମିଶ୍ରିତ ଭକ୍ତି ତାଙ୍କର ଅନୁକୂଳ ପନ୍ଥାରେ ସମ୍ପାଦିତ ହେବା ଉଚିତ। ଏହି ଭକ୍ତି ଯାଜନ ଅନ୍ୟାନ୍ୟ ବିଳାସତାରୁ ମୁକ୍ତ ହେବା ଉଚିତ ଏବଂ ସକାମ କର୍ମ, ନିର୍ବିଶେଷ ଜ୍ଞାନ ଓ ଅନ୍ୟ ସବୁ ସ୍ୱାର୍ଥପୂର୍ଣ୍ଣ ଆକାଂକ୍ଷା ରହିତ ହେବା ଆବଶ୍ୟକ। ଭକ୍ତି ଏକ ପ୍ରକାର ଅନୁଶୀଳନ ଅଟେ। ଅନୁଶୀଳନ କହିବା ସାଙ୍ଗେ ସାଙ୍ଗେ ଆମେ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଉ। ଆଧ୍ୟାତ୍ମିକତାର ଅନୁଶୀଳନ ଅର୍ଥ କେତେକ ଯୋଗୀ ନାମଧାରୀ ପ୍ରବଞ୍ଚକ କହିବା ଭଳି ଅଳସ ଭାବେ ବସି ଧ୍ୟାନ କରିବା ନୁହେଁ। ଭକ୍ତି ଯାଜନ ସମ୍ବନ୍ଧରେ ଅଜ୍ଞ ବ୍ୟକ୍ତିଙ୍କ ପକ୍ଷରେ ଏଭଳି ଅଳସ ଧ୍ୟାନ ଉତ୍ତମ ହୋଇପାରେ ଏବଂ ଏହି କାରଣରୁ ବିଚଳିତ କରୁଥିବା ଭୌତିକ କାର୍ଯ୍ୟ ପ୍ରତିରୋଧର ଏକ ପନ୍ଥା ରୂପେ ଏହାକୁ ବେଳେବେଳେ ସୁପାରିଶ କରାହୁଏ। ଧ୍ୟାନ ମାନେ ଅନ୍ତତଃ କିଛି ସମୟ ପାଇଁ ସମସ୍ତ ଅଯଥା କାର୍ଯ୍ୟ ବନ୍ଦ କରିବା, କିନ୍ତୁ ଭକ୍ତି ଯାଜନ ସମସ୍ତ ତୁଚ୍ଛ ପାର୍ଥିବ କାର୍ଯ୍ୟ ସମୂହ କେବଳ ଲୋପ କରେ ନାହିଁ, ଅଧିକନ୍ତୁ ଏହା ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ ଭକ୍ତିମୂଳକ କାର୍ଯ୍ୟରେ ନିୟୋଜିତ କରେ। ଶ୍ରୀଲ ପ୍ରହ୍ଲାଦ ମହାରାଜ ସୁପାରିଶ କରିଛନ୍ତି, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁଂ ସ୍ମରଣଂ ପାଦସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟଂ ଆତ୍ମନିବେଦନମ୍। ଭକ୍ତି ବା ଭଗବାନଙ୍କର ପ୍ରେମମୟୀ ସେବାର 9 ଗୋଟି ପଦ୍ଧତି ନିମ୍ନ ପ୍ରକାର ଅଟେ। ପରମ ପୁରୁଷ ଭଗବାନଙ୍କର ନାମ ଓ ମହିମା ଶ୍ରବଣ, ତାଙ୍କର ମହିମା କୀର୍ତ୍ତନ, ଭଗବାନଙ୍କୁ ସ୍ମରଣ, ଭଗବାନଙ୍କର ପାଦ ସେବା, ଶ୍ରୀ ବିଗ୍ରହ ପୂଜନ, ଭଗବାନଙ୍କୁ ବନ୍ଦନ କରିବା, ଭଗବାନଙ୍କର ଦାସ ରୂପେ କାର୍ଯ୍ୟ କରିବା, ଭଗବାନଙ୍କ ସହିତ ସଖା ରୂପେ ବ୍ୟବହାର କରିବା, ଭଗବାନଙ୍କ ନିକଟରେ ନିଜକୁ ପୂର୍ଣ୍ଣ ରୂପେ ସମର୍ପଣ କରିଦେବା ନବଦାହ ଭକ୍ତି। ଦିବ୍ୟ ଜ୍ଞାନ ଆହରଣର ପ୍ରଥମ ପଦକ୍ଷେପ ହେଉଛି ଶ୍ରବଣ କରିବା। ଅନଧିକାରୀ ବ୍ୟକ୍ତିଙ୍କ ଠାରୁ ଶ୍ରବଣ କରିବା ଉଚିତ ନୁହେଁ। ଭଗବତ ଗୀତାର ନିର୍ଦ୍ଦେଶ ଅନୁଯାୟୀ ଉପଯୁକ୍ତ ବ୍ୟକ୍ତିଙ୍କ ନିକଟକୁ ଯିବା ଉଚିତ। 4.34ରେ ଭଗବତ ଗୀତା ଲେଖାଯାଇଛନ୍ତି, ତଦବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ତ୍ୱଦର୍ଶିନଃ। ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ନିକଟକୁ ଯାଇ ସତ୍ୟ ଶିକ୍ଷା କରିବାକୁ ଉଦ୍ୟମ କର।
ନମ୍ରତାପୂର୍ବକ ତାଙ୍କୁ ପ୍ରଶ୍ନ କର ଏବଂ ତାଙ୍କୁ ସେବା ଅର୍ପଣ କର। ଆତ୍ମାନୁଭୂତି ଲାଭ କରିଥିବା ବ୍ୟକ୍ତି ତୁମକୁ ଜ୍ଞାନ ଶିକ୍ଷା ଦେଇପାରିବେ, କାରଣ ସେ ସତ୍ୟଦ୍ରଷ୍ଟା ଅଟନ୍ତି। ଆହୁରି ମଧ୍ୟ ମୁଣ୍ଡକ ଉପନିଷଦରେ କୁହାଯାଇଅଛି, ତଦ୍ ବିଜ୍ଞାନାର୍ଥ ସ ଗୁରୁମ୍ ଏବାଭିଗଚ୍ଛେତ୍। ଦିବ୍ୟ ବିଜ୍ଞାନ ଜାଣିବା ପାଇଁ ବ୍ୟକ୍ତିକୁ ଜଣେ ପ୍ରାମାଣିକ ଆଧ୍ୟାତ୍ମିକ ଗୁରୁଙ୍କ ନିକଟକୁ ଯିବାକୁ ହେବ। ଏହିପରି ଭାବେ ଦିବ୍ୟ ଗୋପନୀୟ ଜ୍ଞାନ ନମ୍ରତାର ସହ ଲାଭ କରିବାର ପ୍ରଣାଳୀ କେବଳ ମାନସିକ କଳ୍ପନା ଉପରେ ଆଧାରିତ ନୁହେଁ। ଏ ସମ୍ପର୍କରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପ ଗୋସ୍ୱାମୀଙ୍କୁ କହିଥିଲେ, ବ୍ରହ୍ମାଣ୍ଡ ଭ୍ରମିତେ କୌନ୍ ଭାଗ୍ୟବାନ ଜୀବ, ଗୁରୁକୃଷ୍ଣ ପ୍ରସାଦେ ପାଏ ଭକ୍ତିଲତା ବୀଜ। ଚୈତନ୍ୟ ଚରିତାମୃତ ମଧ୍ୟଲୀଳା 19.1.19.151। ବ୍ରହ୍ମାଙ୍କର ବିଶ୍ୱ ସୃଷ୍ଟିରେ ଭ୍ରମଣ କରୁ କରୁ କୌଣସି ଭାଗ୍ୟବାନ ଜୀବ ଭକ୍ତିଲତାର ବୀଜ ଲାଭ କରିପାରେ। ଏହା କେବଳ ଗୁରୁ ଏବଂ କୃଷ୍ଣଙ୍କ କୃପା ବଳରୁ ହୋଇଥାଏ। ଜୀବଗଣ ସ୍ୱଭାବତଃ ଆନନ୍ଦମୟ ଅଟନ୍ତି। ସେମାନଙ୍କ ପକ୍ଷେ ଏହି ଭୌତିକ ଜଗତ ଏକ ବନ୍ଧନପୂର୍ଣ୍ଣ ସ୍ଥାନ ଅଟେ। ସେମାନେ ପ୍ରକୃତରେ ଏହି ଦୁନିଆର ବନ୍ଧନରୁ ମୁକ୍ତ ହେବାକୁ ଚାହାନ୍ତି, ମାତ୍ର ମୁକ୍ତିର ପ୍ରଣାଳୀ ଜାଣିନଥିବାରୁ ଗୋଟିଏ ପ୍ରକାର ଜୀବକୁ ଏବଂ ଗୋଟିଏ ଗ୍ରହରୁ ଅନ୍ୟ ଏକ ଗ୍ରହକୁ ସ୍ଥାନାନ୍ତରିତ ହୁଅନ୍ତି। ଏହିପରି ଭାବେ ଜୀବଗଣ ସମଗ୍ର ଭୌତିକ ଜଗତରେ ବିଚରଣ କରୁଛନ୍ତି। ଯେତେବେଳେ ବ୍ୟକ୍ତି ସୌଭାଗ୍ୟବଶତଃ ଜଣେ ଶୁଦ୍ଧ ଭକ୍ତଙ୍କ ସଂସର୍ଗରେ ଆସି ତାଙ୍କଠାରୁ ଧୈର୍ଯ୍ୟର ସହିତ ଶ୍ରବଣ କରେ, ସେତେବେଳେ ସେ ଭକ୍ତି ଯାଜନର ପଥ ଅନୁସରଣ କରିବାକୁ ଆରମ୍ଭ କରେ। ନିଷ୍ଠାପର ବ୍ୟକ୍ତିଙ୍କୁ ଏପରି ସୁଯୋଗ ମିଳେ। ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ଏହି ସୁଯୋଗ ଜନସାଧାରଣଙ୍କୁ ପ୍ରଦାନ କରୁଛି। ଯଦି କେହି ଭାଗ୍ୟ ବଳରୁ ଭକ୍ତି ଯାଜନରେ ନିଯୁକ୍ତ ହେବାର ଏହି ସୁଯୋଗ ଗ୍ରହଣ କରେ, ତେବେ ତାର ମୁକ୍ତିର ପଥ ତତ୍କ୍ଷଣାତ୍ ଉନ୍ମୁକ୍ତ ହୁଏ। ସ୍ୱଗୃହକୁ ଅର୍ଥାତ୍ ଭଗବତ ଧାମକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଜଣେ ଅତ୍ୟନ୍ତ ଉତ୍ସାହ ସହକାରେ ଗ୍ରହଣ କରିବା ଉଚିତ। ଉତ୍ସାହ ବ୍ୟତିରେକ ସଫଳତା ହାସଲ କରାଯାଇ ପାରିବ ନାହିଁ। ଭୌତିକ ଜଗତରେ ମଧ୍ୟ ନିଜର ନିର୍ଦ୍ଦିଷ୍ଟ କର୍ମକ୍ଷେତ୍ରରେ ସଫଳତା ହାସଲ ଲାଗି ଖୁବ୍ ଉତ୍ସାହର ସହ କାର୍ଯ୍ୟ କରିବା ଆବଶ୍ୟକ। ଛାତ୍ର ହେଉ ବା ବ୍ୟବସାୟୀ ହେଉ କିମ୍ବା ଜଣେ ଶିଳ୍ପୀ ହେଉ କି ଆଉ କିଛି ହେଉ, ଯେଉଁ ବ୍ୟକ୍ତି ନିଜ ଧନ୍ଦାରେ ସଫଳତା ହାସଲ କରିବାକୁ ଚାହେଁ, ତାକୁ ଖୁବ୍ ଉତ୍ସାହୀ ହେବାକୁ ହେବ। ସେହିପରି ଭକ୍ତି ଯୋଗ ମାର୍ଗରେ ମଧ୍ୟ ଖୁବ୍ ଉତ୍ସାହୀ ହେବା ଆବଶ୍ୟକ। ଉତ୍ସାହ ମାନେ କାର୍ଯ୍ୟ, କିନ୍ତୁ କାହା ପାଇଁ ଏହି କାର୍ଯ୍ୟ? ଉତ୍ତର ହେଉଛି କୃଷ୍ଣାର୍ଥାଖିଳ ଚେଷ୍ଟା। ଭକ୍ତିରସାମୃତ ସିନ୍ଧୁ। ଭକ୍ତି ଯୋଗରେ ପୂର୍ଣ୍ଣତା ଲାଭ ପାଇଁ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ଜୀବନର ପ୍ରତ୍ୟେକ ସ୍ତରରେ ଭକ୍ତି ସେବା କାର୍ଯ୍ୟ ସମ୍ପାଦନ କରିବାକୁ ହେବ। ନିଜର କାର୍ଯ୍ୟାବଳୀ ସୀମିତ ବା ସଂକୀର୍ଣ୍ଣ କରିବାର ଆବଶ୍ୟକତା ନାହିଁ। କୃଷ୍ଣ ସର୍ବବ୍ୟାପକ ଅଟନ୍ତି, ତେଣୁ କୃଷ୍ଣଙ୍କ ଠାରୁ କିଛି ସ୍ୱତନ୍ତ୍ର ନୁହେଁ। କୃଷ୍ଣ ନିଜେ ଭଗବତ ଗୀତାରେ କହିଛନ୍ତି, ମୟା ତତମିଦଂ ସର୍ବଂ ଜଗଦ୍ବ୍ୟକ୍ତମୂର୍ତ୍ତିନା ମତ୍ସ୍ଥାନି ସର୍ବଭୂତାନି ନ ଚାହଂ ତ୍ୱେଷ ଅବସ୍ଥିତଃ। ମୋର ଅବ୍ୟକ୍ତ ରୂପରେ ମୁଁ ସମଗ୍ର ବିଶ୍ୱରେ ବ୍ୟାପ୍ତ। ସମସ୍ତ ଜୀବ ମୋଠାରେ ଅଛନ୍ତି, ମାତ୍ର ମୁଁ ସେମାନଙ୍କ ମଧ୍ୟରେ ନାହିଁ। ପ୍ରାମାଣିକ ଆଧ୍ୟାତ୍ମିକ ଗୁରୁଙ୍କ ନିର୍ଦ୍ଦେଶରେ କୃଷ୍ଣଙ୍କ ସେବା ଅନୁକୂଳରେ ସମସ୍ତ କାର୍ଯ୍ୟ କରିବା ଉଚିତ। ଦୃଷ୍ଟାନ୍ତ ସ୍ୱରୂପ, ବର୍ତ୍ତମାନ ଆମେ ଗୋଟିଏ ଡିକ୍ଟେଫୋନ୍ ଯନ୍ତ୍ର ବ୍ୟବହାର କରୁଛୁ। ଏହାର ଉଦ୍ଭାବନକାରୀ ଭୌତିକବାଦୀ ଏହାକୁ ବ୍ୟବସାୟୀଗଣଙ୍କର ବା ପାର୍ଥିବ ବିଷୟବସ୍ତୁର ଲେଖକମାନଙ୍କ ଉଦ୍ଦେଶ୍ୟରେ ଉଦ୍ଭାବନ କରିଥିଲେ। ଭଗବାନଙ୍କ ସେବାରେ ଏହା ବ୍ୟବହୃତ ହେବ ବୋଲି ସେ କେବେ ହେଲେ ଭାବିନଥିଲେ। କିନ୍ତୁ ଆମେ କୃଷ୍ଣ ଚେତନା ସାହିତ୍ୟ ଲେଖିବାକୁ ଏହାକୁ ବ୍ୟବହାର କରୁଛୁ। ଅବଶ୍ୟ ଏହି ଯନ୍ତ୍ରର ଉଦ୍ଭାବନ ସମ୍ପୂର୍ଣ୍ଣ ଭାବେ କୃଷ୍ଣ ଶକ୍ତିର ଅନ୍ତର୍ଭୁକ୍ତ। ଇଲେକ୍ଟ୍ରୋନିକ୍ କାର୍ଯ୍ୟ ସମେତ ଯନ୍ତ୍ରର ସମସ୍ତ ଅଂଶ ଭୂମି, ଜଳ, ଅଗ୍ନି, ବାୟୁ ଓ ଆକାଶ ଏହି ପଞ୍ଚମହାଭୂତରେ ବିଭିନ୍ନ ସମନ୍ୱୟ ଓ କ୍ରିୟା ପ୍ରତିକ୍ରିୟା ଫଳରେ ଗଠିତ ହୋଇଅଛି। ଏହି ଜଟିଳ ଯନ୍ତ୍ରଟିର ନିର୍ମାଣରେ ଉଦ୍ଭାବନକାରୀ ନିଜର ମସ୍ତିଷ୍କ ଖଟାଇଛନ୍ତି, ଆଉ ତାଙ୍କର ମସ୍ତିଷ୍କ ଓ ସମସ୍ତ ଉପାଦାନ କୃଷ୍ଣଙ୍କର ଦାନ ଅଟେ। କୃଷ୍ଣଙ୍କ କହିବା ଅନୁସାରେ ମତ୍ସ୍ଥାନି ସର୍ବଭୂତାନି, ପ୍ରତ୍ୟେକ ବସ୍ତୁ ମୋ ଶକ୍ତି ଉପରେ ନିର୍ଭରଶୀଳ। ଏହିପରି ଭାବରେ ଭକ୍ତ ବୁଝିପାରେ ଯେ କୌଣସି ବସ୍ତୁ କୃଷ୍ଣଙ୍କ ଶକ୍ତିର ବହିର୍ଭୂତ ହୋଇନଥିବାରୁ ପ୍ରତ୍ୟେକ ବସ୍ତୁ କୃଷ୍ଣଙ୍କ ସେବାରେ ଲଗାଇବା ଉଚିତ। କୃଷ୍ଣ ଚେତନା ବୃଦ୍ଧି ସହ ଉଦ୍ୟମ କରିବାକୁ ଉତ୍ସାହ କୁହାଯାଏ।
ସବୁ କଥା କିପରି ଭଗବାନଙ୍କ ସେବାରେ ବ୍ୟବହୃତ ହୋଇପାରିବ, ଭକ୍ତ ତାହାର ଉପଯୁକ୍ତ ପନ୍ଥା ନିର୍ଣ୍ଣୟ କରେ। ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ଯୁକ୍ତମ ବୈରାଗ୍ୟମ ଉଚ୍ୟତେ। ଭକ୍ତି ଯାଜନର କାର୍ଯ୍ୟକାଳିତା ଅଳସ ଧ୍ୟାନର ବସ୍ତୁ ନୁହେଁ। ଏହା ଆଧ୍ୟାତ୍ମିକ ଜୀବନର ପ୍ରଥମାବସ୍ଥାରେ ବାସ୍ତବ କ୍ଷେତ୍ରର କାର୍ଯ୍ୟ ଅଟେ। ଏସବୁ କାର୍ଯ୍ୟ ଧୈର୍ଯ୍ୟର ସହିତ କାର୍ଯ୍ୟକାରୀ କରିବାକୁ ହେବ। କୃଷ୍ଣ ଚେତନାରେ ଅଧୈର୍ଯ୍ୟ ହେଲେ ଚଳିବ ନାହିଁ। ବାସ୍ତବରେ ଏହି କୃଷ୍ଣ ଚେତନା ଆନ୍ଦୋଳନ ଏକକ ଭାବରେ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ଅବସ୍ଥାରେ ଉତ୍ସାହ ମିଳିନଥିଲା। କିନ୍ତୁ ଆମେ ଧୈର୍ଯ୍ୟର ସହିତ ଆମର ଭକ୍ତି ଯାଜନ କାର୍ଯ୍ୟ ଅବ୍ୟାହତ ରଖି ଫଳରେ ଲୋକେ କ୍ରମେ କ୍ରମେ ଏହି ଆନ୍ଦୋଳନର ଗୁରୁତ୍ୱ ଉପଲବ୍ଧି କଲେ ଏବଂ ବର୍ତ୍ତମାନ ଲୋକେ ଆଗ୍ରହର ସହିତ ଏଥିରେ ଯୋଗ ଦେଉଛନ୍ତି। ଭକ୍ତି ଯାଜନ କାର୍ଯ୍ୟ ସମ୍ପାଦନରେ କେହି ଅଧୈର୍ଯ୍ୟ ହେବା ଉଚିତ ନୁହେଁ। ଆଧ୍ୟାତ୍ମିକ ଗୁରୁଙ୍କ ଠାରୁ ଉପଦେଶ ଗ୍ରହଣ କରିବା ଉଚିତ ଏବଂ ଗୁରୁ ଓ କୃଷ୍ଣଙ୍କ କୃପା ଉପରେ ନିର୍ଭର କରି ଧୈର୍ଯ୍ୟ ସହକାରେ କାର୍ଯ୍ୟ ସମ୍ପାଦନ କରିବା ଉଚିତ। କୃଷ୍ଣ ଚେତନା କାର୍ଯ୍ୟର ସଫଳ ରୂପାୟନ ଉଭୟ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ଆବଶ୍ୟକ କରେ। ଏକ ନୂତନ ବିବାହିତ ବାଳିକା ନିଜ ସ୍ୱାମୀଙ୍କ ଠାରୁ ସ୍ୱଭାବତଃ ସନ୍ତାନ ଆଶା କରେ, କିନ୍ତୁ ବିବାହ ପରେ ସାଙ୍ଗେ ସାଙ୍ଗେ ଏହା ଆଶା କରାଯାଇ ନପାରେ। ଅବଶ୍ୟ ବିବାହ ପରେ ସନ୍ତାନ ଲାଭର ଉଦ୍ୟମ କରିପାରେ, କିନ୍ତୁ ସେ ସ୍ୱାମୀ ନିକଟରେ ନିଜକୁ ସମର୍ପଣ କରିଦେବା ଉଚିତ। ତାର ବିଶ୍ୱାସ କରିବା ଆବଶ୍ୟକ ଯେ ସେ ଗର୍ଭବତୀ ହେବା ପରେ ତାର ସନ୍ତାନ ଧୀରେ ଧୀରେ ବଢ଼ିବ ଏବଂ ଯଥା ସମୟରେ ଜନ୍ମ ଲାଭ କରିବ। ସେହିପରି ଭକ୍ତି ଯାଜନରେ ଆତ୍ମସମର୍ପଣ ଅର୍ଥ ଦୃଢ଼ ବିଶ୍ୱାସ ସ୍ଥାପନ। ଭକ୍ତ ଭାବେ ଅବଶ୍ୟ ରଖିବେ କୃଷ୍ଣ, କୃଷ୍ଣ ମୋତେ ନିଶ୍ଚୟ ରକ୍ଷା କରିବେ ଏବଂ ଭକ୍ତି ଯାଜନ ସମ୍ପାଦନରେ ମୋତେ ସାହାଯ୍ୟ ପ୍ରଦାନ କରିବେ। ଏହାକୁ ଦୃଢ଼ ବିଶ୍ୱାସ କୁହାଯାଏ। ପୂର୍ବରୁ କୁହାଯାଇଛି, ଆଳସ୍ୟ ତ୍ୟାଗ କରି ଉତ୍ସାହର ସହିତ ବିଧିବିଧାନ ପାଳନ କରିବା ଉଚିତ। ତତ୍ ତତ୍ କର୍ମ ପ୍ରବର୍ତ୍ତନ। ବିଧିବିଧାନର ଅବହେଳା ଭକ୍ତି ଯାଜନକୁ ନଷ୍ଟ କରିଦେବ। ଏହି କୃଷ୍ଣ ଚେତନା ଆନ୍ଦୋଳନରେ 4 ଗୋଟି ମୌଳିକ ବିଧି ନିଷେଧ ରହିଛି। ଅବୈଧ ଯୌନ ସମ୍ଭୋଗ କରିବା ନାହିଁ, ମାଂସାହାର କରିବ ନାହିଁ, ଦ୍ୟୁତ କ୍ରୀଡ଼ା କରିବ ନାହିଁ ଓ ମାଦକ ଦ୍ରବ୍ୟ ସେବନ କରିବ ନାହିଁ। ଭକ୍ତ ଏହି ବିଧି ନିଷେଧ ଗୁଡ଼ିକ ପାଳନରେ ଅତ୍ୟନ୍ତ ଉତ୍ସାହୀ ହେବା ଆବଶ୍ୟକ। ଯଦି ସେ କୌଣସି ଗୋଟିଏ ନିୟମ ପାଳନରେ ଶିଥିଳ ହୁଏ, ତେବେ ତାର ପ୍ରଗତି ନିଶ୍ଚିତ ଭାବରେ ବାଧାପ୍ରାପ୍ତ ହେବ। ସେଥିଲାଗି ଶ୍ରୀଲ ରୂପ ଗୋସ୍ୱାମୀ ସୁପାରିଶ କରିଛନ୍ତି, ତତ୍ ତତ୍ କର୍ମ ପ୍ରବର୍ତ୍ତନାତ୍। ବୈଧି ଭକ୍ତିର ନିୟମ ଗୁଡ଼ିକ କଠୋର ଭାବେ ପାଳନ କରିବା ଆବଶ୍ୟକ। ଏହି 4 ଗୋଟି ନିଷେଧାତ୍ମକ ନୀତି ନିୟମ ସାଙ୍ଗକୁ କେତୋଟି ଅସ୍ଥିବାଚକ ନୀତି ଅଛି, ଯଥା ଦୈନିକ 16 ମାଳା ଜପ କରିବା। ଏହି ବିଧି ନିଷେଧ ଗୁଡ଼ିକ ବିଶ୍ୱସ୍ତତାର ସହିତ ଉତ୍ସାହ ସହକାରେ ପାଳିତ ହେବା ଉଚିତ। ଏହାକୁ ତତ୍ ତତ୍ କର୍ମ ପ୍ରବର୍ତ୍ତନ କୁହାଯାଏ, ଅର୍ଥାତ୍ ଭକ୍ତି ଯାଜନରେ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ରହିବା। ଏହା ବ୍ୟତୀତ ଭକ୍ତି ଯାଜନରେ ସଫଳତା ଲାଭ କରିବାକୁ ହେଲେ ଅବାଞ୍ଛିତ ଲୋକଙ୍କ ସଂସର୍ଗ ଅବଶ୍ୟ ତ୍ୟାଗ କରିବାକୁ ହେବ। କର୍ମୀ, ଜ୍ଞାନୀ, ଯୋଗୀ ଏବଂ ଅନ୍ୟାନ୍ୟ ଅଭକ୍ତ ଏମାନଙ୍କର ଅନ୍ତର୍ଭୁକ୍ତ। ଏମାନଙ୍କୁ ଛାଡ଼ିବାକୁ ପଡ଼ିବ। ଥରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ଜଣେ ଗୃହସ୍ଥ ଭକ୍ତ ବୈଷ୍ଣବ ଧର୍ମର ସାଧାରଣ ନିୟମ କାନୁନ ଓ ଜଣେ ବୈଷ୍ଣବର ଦୈନନ୍ଦିନ କାର୍ଯ୍ୟବଳୀ ସମ୍ବନ୍ଧରେ ପ୍ରଶ୍ନ କରିଥିଲେ। ଶ୍ରୀ ଚୈତନ୍ୟ ମହାପ୍ରଭୁ ତକ୍ଷଣାତ୍ ଉତ୍ତର ଦେଇଥିଲେ, ଅସତ୍ସଙ୍ଗ ତ୍ୟାଗ ଏଇ ବୈଷ୍ଣବ ଆଚାର। ହରିବୋଲ। ବିଶେଷ ରୂପେ ସାଂସାରିକ ଲୋକ ଓ ଅଭକ୍ତଙ୍କ ସଙ୍ଗ ତ୍ୟାଗ କରିଥିବା ବ୍ୟକ୍ତି ବୈଷ୍ଣବ ଅଟେ। ଯେଉଁମାନେ ସାଂସାରିକ ଲୋକମାନଙ୍କ ସଙ୍ଗରେ ଏତେ ସଂସ୍ପର୍ଶରେ ଆସନ୍ତି ନାହିଁ ଏବଂ ଆଉ କ'ଣ କହିଲେ, ଅଭକ୍ତ ଯେଉଁମାନେ ଭକ୍ତି କରୁନାହାନ୍ତି, ଭଗବାନଙ୍କୁ ଜାଣିନାହାନ୍ତି, ଭଗବାନଙ୍କର ଭକ୍ତି ଯାଜନ କରୁନାହାନ୍ତି, ସେମାନଙ୍କ ଭଳି ସଙ୍ଗ ତ୍ୟାଗ କରିଦେବାକୁ କହିଛନ୍ତି। ଯେଉଁମାନେ ଏହିସବୁ ସଙ୍ଗ ତ୍ୟାଗ କରିଦେଇଛନ୍ତି ସେମାନେ ହେଉଛନ୍ତି ବୈଷ୍ଣବ। ସେଥିପାଇଁ ଶ୍ରୀଲ ନରୋତ୍ତମ ଦାସ ଠାକୁର ଉପଦେଶ ଦେଇଛନ୍ତି, ତାଦେର ଚରଣ ସେବି ଭକ୍ତ ଶନିବାସ। ଶୁଦ୍ଧ ଭକ୍ତଙ୍କ ସଙ୍ଗେ ବାସ କରିବାକୁ ହେବ ଏବଂ ପୂର୍ବ ଆଚାର୍ଯ୍ୟଗଣ ଓ ଷଡ଼ଗୋସ୍ୱାମୀ ମାନେ ହେଉଛନ୍ତି ଶ୍ରୀ ରୂପ ଗୋସ୍ୱାମୀ, ଶ୍ରୀ ସନାତନ ଗୋସ୍ୱାମୀ, ଶ୍ରୀ ଜୀବ ଗୋସ୍ୱାମୀ, ଶ୍ରୀ ରଘୁନାଥ ଦାସ ଗୋସ୍ୱାମୀ, ଶ୍ରୀ ଗୋପାଳ ଭଟ୍ଟ ଗୋସ୍ୱାମୀ ଓ ଶ୍ରୀ ରଘୁନାଥ ଭଟ୍ଟ ଗୋସ୍ୱାମୀ। ଏହି ଷଡ଼ଗୋସ୍ୱାମୀ ପ୍ରଦତ୍ତ ବିଧି ନିଷେଧ ପାଳନ କରିବାକୁ ହେବ। ଶୁଦ୍ଧ ଭକ୍ତଙ୍କ ସହିତ ବାସ କଲେ ଅଭକ୍ତଙ୍କ ସଙ୍ଗ ଲାଭର କୌଣସି ସମ୍ଭାବନା ରହେ ନାହିଁ। ଅଭକ୍ତ ଗହଣରେ ବାସ କରି ଆଧ୍ୟାତ୍ମିକ ଜୀବନର ବିଧି ନିଷେଧ ପାଳନ କରିବାକୁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ କେତେଗୁଡ଼ିଏ କେନ୍ଦ୍ର ଖୋଲି ଜନସାଧାରଣଙ୍କୁ ନିମନ୍ତ୍ରଣ ଜଣାଉଛି।
ଭକ୍ତି ଯାଜନ ମାନେ ଦିବ୍ୟ କାର୍ଯ୍ୟକଳାପ। ଦିବ୍ୟ ଜଗତର ମଞ୍ଚରେ ଭୂତ ପ୍ରକୃତିର ତ୍ରିଗୁଣର ସଂକ୍ରମଣ ନାହିଁ। ଏହାକୁ ବିଶୁଦ୍ଧ ସତ୍ତ୍ୱ କୁହାଯାଏ, ଅର୍ଥାତ୍ ଶୁଦ୍ଧ ଉତ୍ତମ ସ୍ୱଭାବର ମଞ୍ଚ ବା କାମ ପ୍ରବୃତ୍ତି ଓ ଅଜ୍ଞାନତାର ସଂକ୍ରମଣରୁ ମୁକ୍ତ ଉତ୍ତମ ସ୍ୱଭାବ। ଏହି କୃଷ୍ଣ ଚେତନା ଆନ୍ଦୋଳନରେ ସମସ୍ତେ ଭୋର 4ଟା ମଧ୍ୟରେ ଶଯ୍ୟା ତ୍ୟାଗ କରନ୍ତି ଓ ମଙ୍ଗଳ ଆରତୀ ବା ପ୍ରତ୍ୟୁଷ ପୂଜାରେ ଯୋଗ ଦିଅନ୍ତି। ତାପରେ ଭାଗବତ ପାଠ ହୁଏ ଏବଂ କୀର୍ତ୍ତନ ଇତ୍ୟାଦି କରାଯାଏ। ଏହିପରି ପ୍ରତିଦିନ ଆମର ଭକ୍ତି ଯାଜନ କାର୍ଯ୍ୟ 24 ଘଣ୍ଟା ଲାଗି ରହେ। ଏହାକୁ କୁହାଯାଏ ସତ୍ତ୍ୱବୃତ୍ତି, ଅର୍ଥାତ୍ ପୂର୍ବ ଆଚାର୍ଯ୍ୟଙ୍କ ପଦାଙ୍କ ଅନୁସରଣ କରିବା। ଅର୍ଥାତ୍ ଯେଉଁମାନେ ଦକ୍ଷ ଭାବରେ ପ୍ରତିଟି ମୁହୂର୍ତ୍ତକୁ କୃଷ୍ଣ ଚେତନା କାର୍ଯ୍ୟରେ ବିନିଯୋଗ କରିଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ଶ୍ଲୋକରେ ଦିଆଯାଇଥିବା ଶ୍ରୀଲ ରୂପ ଗୋସ୍ୱାମୀଙ୍କ ଉପଦେଶ ପାଳନ କରେ, ଅର୍ଥାତ୍ ଉତ୍ସାହୀ ହେବା, ଦୃଢ଼ ବିଶ୍ୱାସ ରଖିବା, ଧୈର୍ଯ୍ୟ ଧରିବା, ଅବାଞ୍ଛିତ ଲୋକଙ୍କ ସଙ୍ଗ ତ୍ୟାଗ କରିବା, ବିଧି ନିଷେଧମାନ ପାଳନ କରି ଭକ୍ତଙ୍କ ଗହଣରେ ବାସ କରିବା, ତେବେ ସେ ଭକ୍ତି ଯୋଗ ମାର୍ଗରେ ନିଶ୍ଚୟ ଅଗ୍ରଗତି କରିବ। ଏହି ପ୍ରସଙ୍ଗରେ ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ମନ୍ତବ୍ୟ ଦେଇଛନ୍ତି ଯେ ଦାର୍ଶନିକ କଳ୍ପନା ଦ୍ୱାରା ଜ୍ଞାନର ଅନୁଶୀଳନ କରିବା, ଫଳାକାଂକ୍ଷୀ କାର୍ଯ୍ୟକଳାପର ଅଗ୍ରଗତି ଦ୍ୱାରା ପ୍ରଚୁର ଭୌତିକ ଧନ ସମ୍ପଦ ସଂଗ୍ରହ କରିବା, ଯୋଗୀର ଯୋଗ ସିଦ୍ଧି ବା ଭୌତିକ ପୂର୍ଣ୍ଣତା ପାଇଁ ଆକାଂକ୍ଷା ରଖିବା, ଏସବୁ ଭକ୍ତିର ପରିପନ୍ଥୀ ଅଟେ। ଏଭଳି ଅସ୍ଥାୟୀ କାର୍ଯ୍ୟକଳାପ ପ୍ରତି ସମ୍ପୂର୍ଣ୍ଣ ରୂପେ ନିଷ୍ପୃହ ହେବାକୁ ହେବ ଏବଂ ତା ପରିବର୍ତ୍ତେ ଭକ୍ତି ଯାଜନର ବିଧି ନିଷେଧ ପ୍ରତି ଦୃଷ୍ଟି ଦେବାକୁ ହେବ। ଭଗବଦ୍ ଗୀତାରେ କୁହାଯାଇଛି 2.69ରେ ଯା ନିଶା ସର୍ବଭୂତାନାଂ ତସ୍ୟା ଜାଗର୍ତି ସଂଯମୀ ଯସ୍ୟା ଜାଗ୍ରତି ଭୂତା ନିଶା ନିଶା ପଶ୍ୟତୋ ମୁନେଃ। ସମସ୍ତଙ୍କ ପାଇଁ ଯାହା ରାତ୍ରି ସଂଯମୀମାନଙ୍କ ପକ୍ଷରେ ତାହା ଜାଗରଣର ସମୟ ଅଟେ ଏବଂ ସମସ୍ତଙ୍କର ଯାହା ଜାଗରଣର ସମୟ ତାହା ଆତ୍ମଦର୍ଶୀ ମୁନିମାନଙ୍କ ପକ୍ଷେ ରାତ୍ରି ଅଟେ। ଭଗବାନଙ୍କ ଭକ୍ତି ଯାଜନରେ ନିଯୁକ୍ତ ରହିବା ଜୀବନ ଓ ପ୍ରାଣ ଅଟେ। ଏହା ମନୁଷ୍ୟ ଜୀବନର ପରମ ଆକାଂକ୍ଷିତ ଲକ୍ଷ୍ୟ ଏବଂ ପରମ ପୂର୍ଣ୍ଣତା। ଏ ବିଷୟରେ ଦୃଢ଼ ବିଶ୍ୱାସ ସ୍ଥାପନ କରିବା ଆବଶ୍ୟକ। ଆଉ ମଧ୍ୟ ସେ ଦୃଢ଼ ଭାବରେ ବୁଝିବା ଉଚିତ ଯେ ଭକ୍ତି ଯାଜନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ଯଥା ମାନସିକ କଳ୍ପନା, ସକାମ କର୍ମ, ଯୋଗ ସିଦ୍ଧି ନିମିତ୍ତ ପ୍ରଚେଷ୍ଟା କୌଣସି ସ୍ଥାୟୀ ଉପକାର ଆଣିଦେବ ନାହିଁ। ଭକ୍ତି ଯାଜନ ପଥରେ ପୂର୍ଣ୍ଣ ଭରସା ତାର ଆକାଂକ୍ଷିତ ଲକ୍ଷ୍ୟ ପୂରଣରେ ତାକୁ ସକ୍ଷମ କରିବ, କିନ୍ତୁ ଅନ୍ୟ ପନ୍ଥା ଅନୁସରଣର ଉଦ୍ୟମ ତାକୁ କେବଳ ଅସ୍ଥିର ମନା କରିବାରେ ସଫଳ କରାଇବ। ଶ୍ରୀମଦ୍ ଭାଗବତମର 7ମ ସ୍କନ୍ଧରେ କୁହାଯାଇଛି ସ୍ଥିର ଚିତ୍ତରେ ଦୃଢ଼ ନିଶ୍ଚିତ ହେବା ଆବଶ୍ୟକ। ଯେଉଁମାନେ ଅନ୍ୟ ଉଦ୍ଦେଶ୍ୟ ପୂରଣ ଲାଗି କଠିନ ତପସ୍ୟାରେ ନିଯୁକ୍ତ ରହି ଭକ୍ତି ଯାଜନ ତ୍ୟାଗ କରିଛନ୍ତି, ସେମାନଙ୍କର ଉନ୍ନତ ତପସ୍ୟା ସତ୍ତ୍ୱେ ସେମାନଙ୍କର ମନ ଶୁଦ୍ଧ ହୋଇନାହିଁ, କାରଣ ସେମାନେ ଭଗବାନଙ୍କର ଦିବ୍ୟ ପ୍ରେମପୂର୍ଣ୍ଣ ସେବା ବିଷୟରେ କିଛି ଜାଣନ୍ତି ନାହିଁ। 7ମ ସ୍କନ୍ଧରେ ଆଉ ମଧ୍ୟ ଲେଖା ହୋଇଛି ଯଦିଓ ମାନସିକ କଳ୍ପନାବାଦୀଗଣ ଓ ଫଳାକାଂକ୍ଷିତ କର୍ମୀଗଣ କଠିନ ତପସ୍ୟା ଓ କୃଚ୍ଛ ସାଧନା କରିଥାନ୍ତି, ତଥାପି ସେମାନଙ୍କର ପତନ ଘଟେ, କାରଣ ସେମାନେ ଭଗବାନଙ୍କ ପାଦପଦ୍ମର ସନ୍ଧାନ ପାଇନଥାନ୍ତି। ଅପରପକ୍ଷେ ଭଗବାନଙ୍କ ଭକ୍ତଗଣଙ୍କର ପତନ ଘଟେ ନାହିଁ। ଭଗବଦ୍ ଗୀତାରେ 9.31ରେ ପରମପୁରୁଷ ଭଗବାନ ଅର୍ଜୁନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ, କହିଲେ କୌନ୍ତେୟ ପ୍ରତିଜାନିହି ନ ମେ ଭକ୍ତ ପ୍ରଣଶ୍ୟତି। ହେ କୁନ୍ତୀ ପୁତ୍ର, ମୁଁ ଏହା ସାହସର ସହିତ ଘୋଷଣା କରେ ଯେ ମୋର ଭକ୍ତର ବିନାଶ ଘଟେ ନାହିଁ। ପୁନର୍ବାର ଭଗବଦ୍ ଗୀତାରେ 2.40ରେ ଶ୍ରୀକୃଷ୍ଣ କହିଛନ୍ତି ନେହାଭିକ୍ରମ ନାଶୋ ଅସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ସ୍ୱଳ୍ପମ୍ ଅପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍। ଏ ଉଦ୍ୟମରେ କ୍ଷୟ ନାହିଁ କି ବ୍ୟୟ ନାହିଁ। ଏହି ପଥରେ ସାମାନ୍ୟ ଅଗ୍ରଗତି ମଧ୍ୟ ବ୍ୟକ୍ତିକୁ ଅତ୍ୟନ୍ତ ବିପଜ୍ଜନକ ଭୟରୁ ରକ୍ଷା କରିବ। ଭକ୍ତି ଯାଜନ ଏପରି ପବିତ୍ର ଓ ପରିପୂର୍ଣ୍ଣ ଯେ ଥରେ ଆରମ୍ଭ କଲେ ଏହା ତୁମକୁ ଜୋର କରି ଚରମ ସଫଳତା ପର୍ଯ୍ୟନ୍ତ ଟାଣି ନେଇଯାଏ। ବେଳେବେଳେ ଜଣେ ଜଣେ ଲୋକ ନିଜର ସାଧାରଣ ଭୌତିକ କର୍ମ ପରିତ୍ୟାଗ କରି ଭାବପ୍ରବଣ ଭାବରେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ଗ୍ରହଣ କରେ ଏବଂ ଏହିପରି ଭାବରେ ତାର ଭକ୍ତି ଯାଜନର ପ୍ରାଥମିକ କାର୍ଯ୍ୟ ଆରମ୍ଭ କରେ। ଏହିପରି ଅପରିପକ୍ୱ ଭକ୍ତର ପତନ ଘଟିଲେ ମଧ୍ୟ ତାର କିଛି କ୍ଷତି ସାଧିତ ହୁଏ ନାହିଁ। ପକ୍ଷାନ୍ତରେ ଯେଉଁ ବ୍ୟକ୍ତି ବର୍ଣ୍ଣ ଓ ଆଶ୍ରମ ଅନୁସାରେ ନିର୍ଦ୍ଧାରିତ କର୍ତ୍ତବ୍ୟ ପାଳନ କରେ ମାତ୍ର ଭକ୍ତି ଯାଜନ କରେ ନାହିଁ, ତାର କ'ଣ ଲାଭ ହୁଏ? ଯଦିଓ ଭକ୍ତି ପଥରୁ ପତନ ଘଟିଥିବା ଜଣେ ଭକ୍ତର ପରଜନ୍ମରେ ଏକ ନିମ୍ନ ପରିବାରରେ ଜନ୍ମ ହୋଇପାରେ,
तथापि तार भक्ति जाजन से ଯେଉଁଠାରୁ ତ୍ୟାଗ କରିଥିଲା ପୁନର୍ବାର ସେଠାରୁ ଆରମ୍ଭ ହୁଏ। ଭକ୍ତି ଯାଜନ ଅହେତୁକି ଅପ୍ରତିହିତା ଅଟେ, ଅର୍ଥାତ୍ କୌଣସି ପାର୍ଥିବ କାରଣର ଏହା ଫଳ ନୁହେଁ। କୌଣସି ପାର୍ଥିବ କାରଣ ମଧ୍ୟ ଏହାର ବିଲୋପ ସାଧନ କରିପାରିବ ନାହିଁ କିମ୍ବା କୌଣସି ଭୌତିକ ପ୍ରତିବନ୍ଧକ ଦ୍ୱାରା ଏହାର ସ୍ଥାୟୀ ଚ୍ୟୁତି ଘଟିବ ନାହିଁ। ତେଣୁ ଜଣେ ଭକ୍ତର ନିଜ କାର୍ଯ୍ୟରେ ଦୃଢ଼ ବିଶ୍ୱାସ ରହିବା ଉଚିତ ଏବଂ ସେ କର୍ମୀ, ଜ୍ଞାନୀ ଓ ଯୋଗୀମାନଙ୍କ କାର୍ଯ୍ୟରେ ବିଶେଷ ଆଗ୍ରହୀ ହେବା ଅନୁଚିତ। ସକାମ କର୍ମୀ, ଦାର୍ଶନିକ, କଳ୍ପନାବାଦୀ ଏବଂ ଅଷ୍ଟାଯୋଗୀମାନଙ୍କ ଠାରେ ଅନେକ ଭଲ ଗୁଣ ନିଶ୍ଚୟ ରହିଛି। ମାତ୍ର ଜଣେ ଭକ୍ତର ଚରିତ୍ରରେ ସମସ୍ତ ଭଲ ଗୁଣର ସମାବେଶ ଆପେ ଆପେ ଘଟେ। କୌଣସି ବାହାର ଉଦ୍ୟମ ଆବଶ୍ୟକ ହୁଏ ନାହିଁ। ଶ୍ରୀମଦ୍ ଭାଗବତମର ସ୍ୱୀକୃତ ହୋଇଅଛି 5.18.12ରେ, ଯାହାର ହୃଦୟରେ ଶୁଦ୍ଧ ଭକ୍ତି ଜାଗୃତ ହୋଇଛି ତାଠାରେ ସମସ୍ତ ଦୈବ ଗୁଣ କ୍ରମଶଃ ବିକଶିତ ହୁଏ। ଭୌତିକ କାର୍ଯ୍ୟରେ ଆଗ୍ରହୀ ନଥିବା ଯୋଗୁଁ ଭକ୍ତ ଭୌତିକ ଭାବେ ସଂକ୍ରମିତ ହୁଏ ନାହିଁ। ସେ ସାଙ୍ଗେ ସାଙ୍ଗେ ଦିବ୍ୟ ଜୀବନ ସ୍ତରରେ ଅବସ୍ଥାପିତ ହୁଏ। କିନ୍ତୁ ଯେଉଁ ବ୍ୟକ୍ତି ପାର୍ଥିବ କାର୍ଯ୍ୟରେ ନିଯୁକ୍ତ ଥାଏ, ସେ ତଥାକଥିତ କର୍ମୀ, ଜ୍ଞାନୀ, ଯୋଗୀ, ଦାନୀ, ଜାତୀୟବାଦୀ ବା ଆଉ ଯାହା କିଛି ହେଉ ମହାତ୍ମାର ଉଚ୍ଚସ୍ତର ଲାଭ କରିପାରେ ନାହିଁ। ସେ ଦୁରାତ୍ମା ବା ସଂକୀର୍ଣ୍ଣ ମନା ହୋଇ ରହେ। ଭଗବଦ୍ ଗୀତା ଅନୁସାରେ 9.13 ମହାତ୍ମାନସ୍ତୁ ମାମ୍ ପାର୍ଥ ଦୈବୀଂ ପ୍ରକୃତି ଆଶ୍ରିତାଃ ଭଜନ୍ତ୍ୟନନ୍ୟ ମନୁଷ୍ୟୋ ଜ୍ଞାତ୍ୱା ଭୂତାଦିମ୍ ଅବ୍ୟୟମ୍। ହେ ପାର୍ଥ, ଯେଉଁମାନେ ଭ୍ରମିତ ହୁଅନ୍ତି ନାହିଁ, ସେହି ମହାତ୍ମାଗଣ ଦୈବୀ ପ୍ରକୃତି ଅଧୀନରେ ସୁରକ୍ଷିତ ଥାନ୍ତି। ସେମାନେ ସମ୍ପୂର୍ଣ୍ଣ ଭାବେ ଭକ୍ତି ଯାଜନରେ ନିଯୁକ୍ତ ଥାନ୍ତି, କାରଣ ସେମାନେ ମୋତେ ପରମପୁରୁଷ ଭଗବାନ ଆଦିପୁରୁଷ ଓ ଅବ୍ୟୟ ରୂପେ ଜାଣନ୍ତି। ଯେହେତୁ ସମସ୍ତ ଭକ୍ତ ଭଗବାନଙ୍କ ପରମ ଶକ୍ତିର ସୁରକ୍ଷାରେ ଥାନ୍ତି, ତେଣୁ ସେମାନେ ଭକ୍ତି ଯାଜନ ପଥରୁ ବିଚ୍ୟୁତ ହୁଅନ୍ତି ନାହିଁ କିମ୍ବା କର୍ମୀ, ଜ୍ଞାନୀ ବା ଯୋଗୀଙ୍କ ପଥ ଗ୍ରହଣ କରନ୍ତି ନାହିଁ। ଏହାକୁ କୁହାଯାଏ ଉତ୍ସାହାନ ନିଶ୍ଚୟାତ୍ ଧୈର୍ଯ୍ୟାତ୍ ତତ୍ ତତ୍ କର୍ମ ପ୍ରବର୍ତ୍ତନାତ୍, ଅର୍ଥାତ୍ ଧୈର୍ଯ୍ୟ ଓ ଦୃଢ଼ ବିଶ୍ୱାସର ସହିତ ଭକ୍ତି ଯାଜନ କାର୍ଯ୍ୟର ବିଧିବିଧାନ ସମୂହ କାର୍ଯ୍ୟକାରୀ କରିବା। ଏହିପରି ଭାବେ ବିନା ବାଧାରେ ବ୍ୟକ୍ତି ଭକ୍ତି ପଥରେ ଅଗ୍ରଗତି କରେ। ଏହି ଥିଲା ଶ୍ରୀ ରୂପ ଗୋସ୍ୱାମୀ ବିରଚିତ ଶ୍ରୀ ଉପଦେଶାମୃତଙ୍କର ତୃତୀୟ ଶ୍ଲୋକ। ଆଜିର ଏହି ବ୍ଲଗ୍ରେ ଆମେ ପାଠ କଲେ ତୃତୀୟ ନମ୍ବର ଶ୍ଲୋକ। ଆମେ ଆଗାମୀ ଅଧ୍ୟାୟରେ ସିରିଜ୍ରେ ଆମେ କଣ୍ଟିନ୍ୟୁ କରି 11ତମ ଶ୍ଲୋକ ପର୍ଯ୍ୟନ୍ତ ଯିବା। ଆଶା କରୁଛି ଆପଣଙ୍କୁ କିଛି ସ୍ପିରିଚୁଆଲି ମୋଟିଭେସନ୍, ଇନଫର୍ମେସନ୍, ନଲେଜ୍ ମିଳିଥିବ, ୱିଜଡମ୍ ମିଳିଥିବ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର କରିବେ ଏବଂ ଆମର ଏହି ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଦେଖୁଛନ୍ତି, ଆମର ଏହି ପ୍ରୟାସ ଯଦି ଆପଣଙ୍କୁ ପସନ୍ଦ ଆସୁଛି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ନିତାଇ ଗୌର ପ୍ରେମାନନ୍ଦେ ହରି ହରି ବୋଲ।